ଶ୍ରୀମଦ୍ ଭଗବଦ୍ ଗୀତା ଶିଖାଇଲା, ସଂସାରରେ କେହି ତୁମର ନୁହନ୍ତି, କେବଳ ତୁମର କର୍ମ ହିଁ ତୁମ ସହିତ ରହିବ। ଶିବ ପୁରାଣ ଶିଖାଇଲା, ଶେଷରେ ସବୁ କିଛି ଭସ୍ମ ହୋଇଯିବ। ତେଣୁ ଅହଙ୍କାରକୁ କୌଣସି ସ୍ଥାନ ଦିଅ ନାହିଁ। ଚାଣକ୍ୟ ନୀତି ଶିଖାଇଲା, ଆବଶ୍ୟକତା ଠାରୁ ଅଧିକ ସରଳ ଓ ସିଧା ହେବା ନିଜ ବିନାଶର କାରଣ ସାଜିଥାଏ। ହନୁମାନ ଚାଲିସା ଶିଖାଇଲା, ଅଟଳ ବିଶ୍ୱାସ ଓ ସମର୍ପଣ ଦ୍ୱାରା ଅସମ୍ଭବ କାର୍ଯ୍ୟ ମଧ୍ୟ ସହଜ ହୋଇଯାଏ। ଜୀବନରେ କିଛି ଶିଖନ୍ତୁ କି ନ ଶିଖନ୍ତୁ, ସମସ୍ତଙ୍କର ମାନବିକତା ରହିବା ଆବଶ୍ୟକ। ନଇଁବା ହିଁ ପ୍ରକୃତ ଶକ୍ତି। ଥରେ ଗୋଟିଏ ଗଛ ଓ ଘାସ ମଧ୍ୟରେ ଯୁକ୍ତିତର୍କ ହେଲା। ଗଛ ଘାସକୁ କହିଲା, ମୁଁ କେତେ ମଜବୁତ ଆଉ ଉଚ୍ଚ, ତୁ ଏତେ ଛୋଟ ହୋଇ କ'ଣ କରିପାରିବୁ? କିଛି ଦିନ ପରେ ପ୍ରବଳ ଝଡ଼ ତୋଫାନ ଆସିଲା। ଗଛ ନିଜ ଅହଙ୍କାରରେ ସିଧା ଛିଡ଼ା ହୋଇ ରହିଲା, କିନ୍ତୁ ଘାସ ପବନ ସହିତ ନଇଁଗଲା। ଝଡ଼ ଶେଷ ହେବା ପରେ ବଡ଼ ଗଛଟି ମୂଳରୁ ଭାଙ୍ଗି ପଡ଼ିଥିଲା ଏବଂ ଛୋଟ ଘାସଟି ପୁଣି ଥରେ ଛିଡ଼ା ହୋଇଗଲା। ତେବେ ଘାସ ହସି ହସି କହିଲା, ଯିଏ ସମୟ ସହିତ ନଇଁବା ଜାଣିଛି, ସିଏ ହିଁ ଜୀବନରେ ତିଷ୍ଠି ରହିବା ଜାଣିଛି। ଜୀବନରେ କେବେ ହେଲେ ଅହଙ୍କାର କରିବା ଉଚିତ ନୁହେଁ। 1942 ମସିହା ଅଗଷ୍ଟ ମାସ 9 ତାରିଖ ସମଗ୍ର ଦେଶରେ ଗାନ୍ଧୀ ମହାତ୍ମାଙ୍କ ଆହ୍ୱାନରେ ଗୁଞ୍ଜରିତ ହୋଇଥିଲା ଗୋଟିଏ ନାରା, କର ବା ମର। ଦେଶକୁ ପରାଧୀନତାରୁ ମୁକ୍ତ କରିବାର ଘଡ଼ିସନ୍ଧି ମୁହୂର୍ତ୍ତରେ ଏହା ଥିଲା ଏକ ଦୁର୍ବାର ଆନ୍ଦୋଳନ। ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମଇଦାନରୁ ଆରମ୍ଭ ହୋଇଥିବା ଏହି ଆହ୍ୱାନ ବିଜୁଳି ବେଗରେ ଦେଶର କୋଣ ଅନୁକୋଣକୁ ବ୍ୟାପି ଯାଇଥିଲା। କ୍ରାନ୍ତିକାରୀମାନଙ୍କ ମନୋବଳକୁ ଏହି ଆନ୍ଦୋଳନ ବେଳେ ଅଧିକ ସାମର୍ଥ୍ୟ ଦେଉଥିବା ସବୁଠାରୁ ପ୍ରସିଦ୍ଧ ଏବଂ ପ୍ରେରଣାଦାୟୀ ଗୀତ ଥିଲା, ଦୂର ହଟୋ ଏ ଦୁନିଆ ବାଲୋ, ହିନ୍ଦୁସ୍ତାନ ହମାରା ହେ। ଏହାକୁ ଲେଖିଥିଲେ ଖ୍ୟାତନାମା କବି ପ୍ରଦୀପ। 1943 ମସିହାରେ ଏହି ଗୀତ ଚଳଚ୍ଚିତ୍ର କିସ୍ମତରେ ସାମିଲ ହୋଇଥିଲେ ବି 1942 ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ଦେଶବାସୀଙ୍କ ମନରେ ଇଂରେଜ ଶାସନକୁ ବିରୋଧ କରିବା ଲାଗି ବଳ ଓ ଉତ୍ସାହ ଭରି ଦେଇଥିଲା। ଦେଶର ସ୍ୱାଧୀନତା ସଂଗ୍ରାମକୁ ଅଧିକ ସଶକ୍ତ ଓ ପ୍ରାଣବନ୍ତ କରିବାରେ କ୍ରାନ୍ତି ସଙ୍ଗୀତର ପ୍ରମୁଖ ଭୂମିକା ରହିଥିଲା। ଏପରି ଗୀତରେ ରହିଥିବା କାଉଁରୀ ଶକ୍ତି ନିରୀହ ଡରକୁଳା ଅଭାବୀ ଭାରତୀୟଙ୍କ ଶିରା ପ୍ରଶିରାରେ ବି ସଞ୍ଚାର କରିପାରିଥିଲା। ଦେଶ ମାତୃକା ପ୍ରୀତିର ସ୍ରୋତସ୍ୱିନୀ ବ୍ରିଟିଶ ଶାସନକୁ ବିରୋଧ କରିବାର ପ୍ରବଳ ପରାକ୍ରମ। ପରାଧୀନ ଦେଶରେ ବ୍ରିଟିଶ ସରକାର ପ୍ରତିବନ୍ଧିତ କରିଥିବା ଛୋଟ ଛୋଟ ପୁସ୍ତକରେ ପ୍ରକାଶିତ ଗୀତ ସବୁ ମଧ୍ୟ ସମଗ୍ର ଦେଶର ସାଧାରଣ ଜନତାଙ୍କ ମନରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ପାଇଁ ଆଲୋଡ଼ନ ସୃଷ୍ଟି କରିଥିଲା। ଜୟ ଶ୍ରୀ ଜଗନ୍ନାଥ।